ମାତ୍ର ସେ ଆମ ସାମ୍ନାରେ ଚାଲିଯିବାରୁ ଟିକେ ମନ ବେଶୀ ଖରାପ ଲାଗୁଛି। ମୁହଁ ମନେ ପଡ଼ୁଛି ତାଙ୍କ ସ୍ୱାମୀ ସ୍ତ୍ରୀ ଯୋଡ଼ି ଭଲ ଯୋଡ଼ି ବୋଲି ଲୋକ କହନ୍ତି। ତାପରେ ସବୁ ସିନେମା ଜାଗା ଦେଖୁଥିଲୁ, ମନ ତ ଖରାପ ଲାଗୁଛି। ସିଏ ଧନୀ କରିବା ସବୁ ଷ୍ଟୋରିରେ କରିଥିଲେ, ମନ ଟିକେ ତାଙ୍କର ଦୁର୍ବଳ ଥିଲା। ମ୍ୟାଡ଼ାମଙ୍କର ନାଇଁ ଖିଆ ପିଆ ଅଳ୍ପ କରୁଛନ୍ତି, ସୁସ୍ଥ ଅଛନ୍ତି ବର୍ତ୍ତମାନ କହିଥିଲେ। ହଁ ମୁଁ ଏଇ ସାହିରେ ରହୁଛି। ହଁ ମୁଁ ଦେଖିଛି 10-12 ଦିନ ତଳେ ବି ମ୍ୟାଡ଼ାମ ସାଙ୍ଗେ କଥାବାର୍ତ୍ତା କରିଛି। ସେ ହଁ ମିଶି ହଁ କଥା ହେଇଛି। ସିଏ ଗଛରେ ମାଟି ପକାଇବା ପାଇଁ ଜଣେ ପିଅନ କରୁଥିଲା, ମୁଁ ସେତିକିବେଳେ ତାଙ୍କ ସାଙ୍ଗେ ବସି ଠିଆ ହେଇକିରି କିଛି କଥା ହେଲି। ସାର୍ଙ୍କର ଦେହ କେମିତି ଅଛି ହଁ ମୁଁ ପଚାରିଲି। ନାଇଁ ବର୍ତ୍ତମାନ ଅଳ୍ପ ଭଲ ଅଛନ୍ତି, ଖିଆପିଆ କରୁଛନ୍ତି। ମୁଁ ସେ କଥା କହିପାରିବିନି। ହଁ ଶୁଣିବା କଥା ଦେହ ଖରାପ ଖରାପ ଥିଲା ଶୁଣିଥିଲୁ। ମୁଁ 15-20 ଦିନ ତଳେ ପଚାରିଥିଲି, ତାଙ୍କେ ଦିଲ୍ଲୀ ଯିବା ପୂର୍ବରୁ ପଚାରିଥିଲି, ହସ୍ପିଟାଲ ଜଏନ୍ ହେବା ପୂର୍ବରୁ ପଚାରିଥିଲି ଦେହ ଭଲ ଅଛି ନା। ହଁ ଅଳ୍ପ ଖିଆପିଆ କରୁଛନ୍ତି। ଦେଖିଛୁ ସେମିତି ବର୍ତ୍ତମାନ କହ ଉଠୁଛି କହି ହେବନି। ସିନେମା ଦିନେ କ'ଣ ରାତି 2ଟା-3ଟା ସିନେମା ଦେଖୁଥିଲୁ। ମାତ୍ର ସେ ଆମ ସାମ୍ନାରେ ଚାଲିଯିବାରୁ ଟିକେ ମନ ବେଶୀ ଖରାପ ଲାଗୁଛି। ସୁପରଷ୍ଟାର ଥିଲେ, ଦେଖୁଥିଲୁ, ପ୍ରାୟ ଦେଖୁଥିଲୁ। ସେତେବେଳେ ବେଶୀ କଡ଼ା ଥିଲା ମା, ଆମେ ଲୁଚିକି ଏବେ ଯାଇପାରୁନଥିଲୁ। ବୟସରେ କମ୍ ମୋଠୁ ମନ ହେଲେ ସିଏ ଚାଲିଗଲେ। ସିଏ ଏତେ ସୁପରଷ୍ଟାର ହେଇକିରି ଚାଲିଗଲେ, ଟିକେ ମନ ଖରାପ ଲାଗିବନି? ଲାଗୁଛି। ନେଇପାରିବେନି ଥିଲେ। ହଁ ପୁଅ କଥା ସେମିତି ହବାଟା ସମ୍ଭବ ନାହିଁ। ଭଗବାନ ଚାହିଁବେ ଯଦି କରିବେ। ମୁହଁ ମନେ ପଡ଼ୁଛି ତାଙ୍କ ସ୍ୱାମୀ ସ୍ତ୍ରୀ ଯୋଡ଼ି ଭଲ ଯୋଡ଼ି ବୋଲି ଲୋକ କହନ୍ତି। ତାପରେ ସବୁ ସିନେମା ଜାଗା ଦେଖୁଥିଲୁ, ମନ ତ ଖରାପ ଲାଗୁଛି। ଆଉ ସିଏ ଧନୀ କରିବା ସବୁ ଷ୍ଟୋରିରେ କରିଥିଲେ। ହଁ ମୁଁ 2-3 ଦିନ କଥା ହେଇଥିଲି। ମୁଁ ତାଙ୍କ ଘର ଭିତରକୁ ଯାଇନି, ବାହାରେ କଥା ହେଇଥିଲି। ହଁ ବୁଝିଲି ସାର୍ଙ୍କର ଦେହ ଭଲ ଅଛି ନା। ହଁ ମନ ଟିକେ ତାଙ୍କର ଦୁର୍ବଳ ଥିଲା। ମ୍ୟାଡ଼ାମଙ୍କର ନାଇଁ ଖିଆ ପିଆ ଅଳ୍ପ କରୁଛନ୍ତି, ସୁସ୍ଥ ଅଛନ୍ତି ବର୍ତ୍ତମାନ ବୋଲି କହିଥିଲେ।